ମଫସଲରେ ଶ୍ରମିକମାନଙ୍କ ପାଇଁ ନିଶ୍ଚିତ କର୍ମ ଯୋଗାଣ ଯୋଜନା କାର୍ଯ୍ୟକାରୀ ହେଉଥିଲା। କେନ୍ଦ୍ର ସରକାର ଇତିମଧ୍ୟରେ ତାର ପରିବର୍ତ୍ତନ କରିଛନ୍ତି, ଯେଉଁଥିପାଇଁ କଂଗ୍ରେସ ଏହାକୁ ବିରୋଧ କରି ଦେଶ ସାରା ଆନ୍ଦୋଳନ ଧମକ ଦେଇଛି। କଂଗ୍ରେସ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଯେ ସବୁ ରାଜ୍ୟରେ ତାଙ୍କ ଦଳ ପକ୍ଷରୁ ଜନସାଧାରଣଙ୍କ ମଧ୍ୟରେ ଏଇ ଯୋଉ ସରକାର ବଦଳେଇ ଦେଇଛନ୍ତି, ନା ଯୋଜନାର ନାଁ ପରିବର୍ତ୍ତନ କରିଛନ୍ତି, ତାର ସେଟା ସେମାନଙ୍କୁ କ୍ଷତି କରିବ ବୋଲିକିରି କହି ସେ ଜନମତ ସୃଷ୍ଟି କରିବେ ସାରା ଦେଶରେ। କଥା ହଉଛି କଂଗ୍ରେସ ଜନମତ ସୃଷ୍ଟି କରିବାରେ ସଫଳ ହବ କି ନାହିଁ ସେ ତ ଗୋଟେ ଅଲଗା ପ୍ରସଙ୍ଗ, କିନ୍ତୁ କଂଗ୍ରେସ ଯୋଉ ଯୁକ୍ତି ଦେଖଉଛି ଏଇ ପରିବର୍ତ୍ତନକୁ ବିରୋଧ କରିକିରି, ସେଥିରେ ଯେ ସବୁ କଥା ଭୁଲ କହୁଛି ତା ମଧ୍ୟ ଭାବିବା ଭୁଲ। କଂଗ୍ରେସର ଯୁକ୍ତିହୀନ କଥା ବୋଲିକିରି କହିବାଟା ଭୁଲ ହବ। କଂଗ୍ରେସ ଯାହା କହୁଛି, ଯାହା ଅଭିଯୋଗ କରୁଛି, ସେଥିରେ ଅନେକ ସତ୍ୟତା ମଧ୍ୟ ଅଛି। 2005 ମସିହାରୁ ଏଇ ନିଶ୍ଚିତ କର୍ମ ଯୋଗାଣ ଯୋଜନା କାର୍ଯ୍ୟକାରୀ ହେଇ ଆସୁଥିଲା, ଯାହାକୁ ସମସ୍ତେ MGNREGA ବୋଲିକିରି ଜାଣନ୍ତି। ଏଇ MGNREGA ର ଗୋଟେ ବଡ କଥା ଥିଲା ଯେ ଗାଁରେ ଯୋଉ ଶ୍ରମିକ ମାନେ, ମଫସଲ ଅଞ୍ଚଳରେ ଯେଉଁ ଶ୍ରମିକ ମାନେ ଚାହିଁବେ MGNREGA ଅଣ୍ଡରରେ ବିଭିନ୍ନ କାମ କରିବା ପାଇଁ, ସେମାନଙ୍କୁ ବର୍ଷକୁ ନିଶ୍ଚିତ ଭାବରେ ଗ୍ୟାରେଣ୍ଟି 100 ଦିନର କାମ ଦିଆଯିବ। ଯଦି ସରକାର 100 ଦିନର କାମ ନ ଦେଇ ପାରନ୍ତି, ତାହେଲେ ତାଙ୍କୁ 15 ଦିନ ପରେ ତାଙ୍କୁ ଆଲାଉନ୍ସ ଦିଆଯିବ। କାହିଁକି ନା ସେ କାମ ଯଦି ନାହିଁ ତାହେଲେ ତାଙ୍କୁ ଆଲାଉନ୍ସ ଦିଆଯିବ। ଏବଂ ଏଇ ଯୋଉ MGNREGA ଯୋଜନା ଥିଲା 2005 ମସିହାରୁ, ସେଇଟାକୁ ସେଇଥିଲାଗି ଲିଗାଲ ବେସ୍ଡ, ଲିଗାଲ ରାଇଟ୍ ଥିଲା। ଜଣେ ଶ୍ରମିକ ଚାହିଁଲେ ଦାବି କରିପାରିବ ସରକାରଙ୍କୁ ଯେ ମତେ କାମ ଦିଅ, ମୁଁ ସରକାର ଦବାକୁ ବାଧ୍ୟ। ବର୍ତ୍ତମାନ ସରକାର, କେନ୍ଦ୍ର ସରକାର କଣ କଲେ ନା ଏଇ MGNREGA ଯୋଜନାର ନାମ ପରିବର୍ତ୍ତନ କରି ତାକୁ କରିଛନ୍ତି ବିକଶିତ ଭାରତ ଗ୍ୟାରେଣ୍ଟି ଫର ରୋଜଗାର ଆଣ୍ଡ ଆଜୀବିକା ମିଶନ, ବ୍ରାକେଟରେ ଗ୍ରାମୀଣ, ଯାହାକୁ ସର୍ଟରେ କୁହାହଉଛି VBG ରାମଜି। ଏଇ ନୂଆ ଯୋଜନାରେ କଣ ଅଛି? ପୁରୁଣା ଯୋଜନା, କଂଗ୍ରେସ ଦଳ କହୁଛି ଯେ ପୁରୁଣା ଯୋଜନାରେ ମହାତ୍ମା ଗାନ୍ଧୀଙ୍କ ନାଁ ଥିଲା, ଅର୍ଥାତ ମହାତ୍ମା ଗାନ୍ଧୀ ନ୍ୟାସନାଲ ରୁରାଲ ଏମ୍ପ୍ଲୟମେଣ୍ଟ ଗ୍ୟାରେଣ୍ଟି ଆକ୍ଟ ବୋଲିକି ସେଇଟା ଥିଲା, ତେଣୁ ମହାତ୍ମା ଗାନ୍ଧୀଙ୍କ ନାଁ ଥିଲା। କେନ୍ଦ୍ର ସରକାର ବର୍ତ୍ତମାନ ସେଇ ଯୋଜନାକୁ ପରିବର୍ତ୍ତନ କରି ତା ଦେହରେ ଗାନ୍ଧୀ ଶବ୍ଦ ଆଉ ନାହିଁ, ରାମ ଶବ୍ଦ ଅଛି। କଂଗ୍ରେସ ଦଳ ଯଦିଓ କହୁଛି ଯେ ଗାନ୍ଧୀ ଶବ୍ଦକୁ ବାଦ ଦେଇକରି ଏମାନେ ରାମ ଶବ୍ଦକୁ ଯୋଡ଼ିଛନ୍ତି, କାହିଁକି ନା ବର୍ତ୍ତମାନ କେନ୍ଦ୍ର ସରକାର ଗାନ୍ଧୀଙ୍କ ପ୍ରତି ତାଙ୍କର ଅସୂୟା ଭାବ ଅଛି, ତେଣୁ ସେଇଥିପାଇଁ ଏ ଯୋଜନାକୁ ଏଭଳି ଭାବରେ ପରିବର୍ତ୍ତନ କରିଛନ୍ତି। କିନ୍ତୁ କଂଗ୍ରେସ ଦଳର ଅନ୍ୟାନ୍ୟ ଯୁକ୍ତି ମଧ୍ୟ ଅଛି। ଯଦିଓ ସାଧାରଣରେ ଏଇ ଯୋଉ ରାମ ନାଁ ବଦଳେଇ ଦେଲେ ଯେ ସ୍କିମର ଲୋକପ୍ରିୟତା କମିଯିବ ଏବଂ ଲୋକ ସେଥିପାଇଁ ଆନ୍ଦୋଳନ କରିବେ, ମତେ କାହିଁ ଏତେ ଲାଗୁନି। କିନ୍ତୁ ଏଇ ସ୍କିମରେ ଏଭଳି କିଛି ଅଛି ଯୋଉଥିରେ କି ଅନେକ ସମୟରେ ତାକୁ ବିରୋଧ ମଧ୍ୟ କରାଯିବାର କିଛି ଯୁକ୍ତି ନାହିଁ ବୋଲିକିରି କହିବାଟା ବି ଭୁଲ ହବ। କଣ ଅଛି ନା MGNREGA ଯୋଜନାରେ ଯାହା ମୁଁ କହିଲି ଯେ ଲିଗାଲ ରାଇଟ୍ ଥିଲା, ଆଇନତ ଅଧିକାର ଥିଲା ଜଣେ ଶ୍ରମିକର କାମ ଦିଅ ବୋଲି ସରକାରଙ୍କୁ ଦାବି କରିବା ପାଇଁ। କିନ୍ତୁ ସେଇ ଯୋଉ ନିୟମଟା ଥିଲା, ସେଟା ବର୍ତ୍ତମାନ ଏଇ ଯୋଉ ଜି ରାମଜି ସ୍କିମରେ ତାକୁ ଉଠେଇ ଦିଆଯାଇଛି। ଆଗରୁ ଯେତେ ଟଙ୍କା ଖର୍ଚ୍ଚ ହଉଥିଲା, କେନ୍ଦ୍ର ସରକାର 90% ଟଙ୍କା ଦଉଥିଲେ, ବାକି 10% ରାଜ୍ୟ ସରକାରଙ୍କୁ ବିୟର କରିବାକୁ ପଡୁଥିଲା। କିନ୍ତୁ ବର୍ତ୍ତମାନ ଏହାକୁ 60-40 କରିଦିଆଯାଇଛି, ଅର୍ଥାତ କେନ୍ଦ୍ର ସରକାର 60% ଟଙ୍କା ଦେବେ, ଆଉ ବାକି 40% ରାଜ୍ୟ ସରକାରଙ୍କୁ ବହନ କରିବାକୁ ପଡିବ। କଂଗ୍ରେସ ଦଳର ଅଭିଯୋଗ ଯେ ଏହା ଦ୍ୱାରା ରାଜ୍ୟ ମାନଙ୍କ ଉପରେ ଆର୍ଥିକ ବୋଝ ବଢିବ। କେବଳ ତ ବୋଝ ବଢିବନି, କଂଗ୍ରେସ ମଧ୍ୟ ଏକଥା କହୁଛି ଯେ ୟାକୁ ଗୋଟେ କେବଳ ତ ବୋଝ ବଢିବନି, କଂଗ୍ରେସ ଦଳର ଏକଥା ମଧ୍ୟ କହୁଛି ଯେ ଯୋଉଟା କି ଆଇନତ ଦାବି କରିପାରୁଥିଲା ଜଣେ ଶ୍ରମିକ ମତେ କାମ ଦିଅ ବୋଲିକିରି, ବର୍ତ୍ତମାନ ସେ ଆଇନତ କ୍ଲଜ ଟାକୁ ଉଠେଇ ଦିଆଯାଇଛି ନୂଆ ନିୟମରେ। ନୂଆ ନିୟମରେ ଆପଣ ଦାବି କରିପାରିବେନି ସରକାରଙ୍କ ପାଖରେ କୌଣସି ଶ୍ରମିକ ଯେ ମତେ କାମ ଦିଅ ବୋଲିକିରି। ଏବେ କଣ ନିୟମ କରିଦିଆଯାଇଛି?
केंद्र सरकार करछन्ती सेमाने विभिन्न योजना जो योजना को केंद्र सरकार अप्रूव करिवे सेही योजना रे केवल एही श्रमिक मान को नियोजित करा जिवो एवं सेतरे पुनी से टंका जेतिक टंका आलोकेटेड हेइतिबो सेति पे से टंका सरीवा पर्यंत काम हो जदि काम सरी गला बा टंका सरी गला एवं काम अधा होकर अच्छी श्रमिक मान आवश्यकता सेठी अच्छी ताले केंद्र सरकार आउ पैसा देवेनि जदि कि से राज्य सरकार ताको देकर बहन करिक करिवे तो सेति लागि से अभियोग करछन जे राज्य सरकार को ऊपर अजथा एई सब जिंस पे आर्थिक बोझ बढ़िबो खाली सेतिक नुहे कांग्रेस रो अभियोग है ये तमाम जो नुआ नियम करा जायछि हाँ नुआ नियम रे आउटे नियम व्यवस्था मध्य कराई जे आधार बेस्ड अटेंडेंस जो श्रमिक माने सेठी नियोजित हेबे तांकर आधार कार्ड को से अनुसार रखा जिवो एवं तांको डिजिटली पेमेंट करा जिवो इत्यादि इत्यादि कटकणा मध्य तारे रखा छि कटकणा बिले ताको कुआ जाई परिबोनी एई प्रकार सुविधा तारे कराई माने अर्थात जने जेन्युइन श्रमिक जी प्रकृत श्रमिक जदि जे काम करूथांती एवं तांको चिन्हट करिया पे आधार सबमिट करिया पे सेतरे नियम अछि आगुर हुए तो एमती अनेक जगह रे अभियोग आसुथिला जे एमजीएनआरईजी ना रे प्रबल तोषरपात होउची अर्थ सरकारी अर्थ तोषरपात होउची नाना प्रकार दुर्नीति होउची जो जगह रे मेसिन लगेकिर कॉन्ट्रैक्टर मान को दिया काम कर दिया होउची एवं खाता रे उठे मिछ खाता मेंटेन करा जाय विभिन्न श्रमिक मानकर ना लिखा होउची एवं सेवानु किछि किछि पैसा दे दिया होउची जहाँ फल कि से बिना काम करके टंका पाई जाउछन्ती बाकी टंका सब कॉन्ट्रैक्टर नउची बा नउची तो नाना प्रकार दुर्नीति तादर होउतला बदी मध्य अभियोग होउतला आ उटे अभियोग होउतला जे यथेष्ट परिमाण काम मिलुनी एक रे दुई रे अनेक आसुना आग्रह प्रकाश करिया पे काम करिया पे आसुना अवश्य न आसीबार कारण बा आग्रह प्रकाश न करिवार अन्यतम कारण थिला ए जो एक रे दुर्नीति दुई रे से माने बहुत समय काम करिकिरी मास मास धरिकिरी से माने सरकारी अफसर पछरे गोड़ौथिले एवं तांको पेमेंट तांको ठीक टाइम रे मिलु नथिला अनेक एई प्रकार अभियोग आस्तला तेणु एमजीएनआरईजी रे जे दुर्नीति मुक्त थिला ता भी कहिबोनी अनेक प्रकार नाना प्रकार सेथिले कि अर्थ तोषरपात नाना प्रकार कथा होउतला किंतु वर्तमान जो नुआ नियम हेची एतरे एकरे श्रमिक मानकर जो दाबी करूथिले समस्ते तो ये प्रकार तोषरपात रे इन्वॉल्व नथि एबोली कि अनेक आवश्यक जहाँकर आवश्यक काम न कले चली परिबेनी एमती अनेक लोक अछंती सेमानक पई वर्तमान कोन हैला सेमाने दाबी कले भी सरकार ताको काम न दे परंती काम नाही बा सरकार अप्रूवल किछि आसीनी बा सरकार मंजूरी किछि आसीनी एई भली भाबरे सेमानकु टालटुल नीति करिकरी ताको काम न दिया जाई पारे मध्ये तो दाबी तो करि हबनी ना आगुर दाबी करूथिले दबाको सरकार बाध्य होउथिले न दे पारले अलाउंस दउथिले भत्ता दउथिले ताको तेणु एई प्रोविजन ता एथरे उठै दिया आइछि तेणु सेहित लगी कांग्रेस दल पखरु कुआउछि एटा गोटे राजनैतिक अभिसंधि नहीं ए प्रकार नियम को परिवर्तन कराई 2005 मसीह नियम हे आसला एवं ओडिशा भली राज्य रे पर्टिकुलरली देखा जाइछि जे ओडिशा रे यार आवश्यकता है जो पुराना स्कीम रे आवश्यकता एमजीएनआरईजी रे आवश्यकता बहुत अच्छी कहीं ना ओडिशा रो प्रति वर्ष हजार हजार संख्या रे एबे मध्य हजार हजार संख्या रे श्रमिक काम आशा रे एठी ओडिशा रे जेहेतु किछि काम मिलुनी जीविका निर्वाह पई से पड़ोसी राज्य को जाउछन्ती कोटे आंध्र प्रदेश रे इटा भाटी काम करछन्ती केरल रे जेकरी काम करछन्ती रायपुर रे काम करछन्ती पंजाब काश्मीर जीवन को बाजी लगई सीमांत अंचल रे मध्य जाईकरी सीमा रे जो राज्य माने अछि जहा कहली जम्मू काश्मीर सेठी मध्य काम करछन्ती अनेक समय सेमाने को सेठारे आतंकवादी मानकर आक्रमण रे शिकार हेबाक मध्य पड़िछि किंतु ओडिशा रे ताको जदि कहिबे आपण काहे कि एते माइग्रेशन होउछि काहे कि सेमाने सब राज्य छाड़ी के अन्य राज्य को जाउछन्ती ठीक अछि काम मिलुनी तेणु ओडिशा भली राज्य रे ए प्रकार स्कीम र आवश्यकता यथेष्ट थिला जो कि श्रमिक माने दाबी करिवे ताको काम किछि दिया जाऊ एवं नदेले सरकार ताको भत्ता देबे बोली खाली तो प्रति वर्ष जो काम अनुसार ने बाहर को चली जाउछन्ती से कथा नुहे बन्या समय मध्य श्रमिक मानकर आवश्यकता बहुत अच्छी
ଯେତେବେଳେ ମରୁଡି ପଡୁଛି ସେତେବେଳେ ମଧ୍ୟ ଆବଶ୍ୟକତା ବହୁତ ଅଛି। ତାହେଲେ ଓଡିଶାର ଗାଁ ଗଣ୍ଡାରେ ଅନେକ ଅନେକ ଗାଁ ଏବେ ଓଡିଶାରେ ଅଛି ଯୋଉଠିକି ରାସ୍ତାଘାଟ ମୌଳିକ ସୁବିଧା ନାହିଁ। ସେଠି ସରକାରୀ କାମ, ସରକାରୀ ରାସ୍ତା ହଉ, ସରକାରୀ ସ୍କୁଲ ଘର ହଉ, ସରକାରୀ ଡାକ୍ତରଖାନା ହଉ, ସେଠି ଯେତେ କାମ ସବୁ ହଉଛି ଶ୍ରମିକ ମାନଙ୍କର ଆବଶ୍ୟକତା ସେ ସବୁ ଜାଗାରେ ଅଛି। ଓଡିଶା ଦେଖିବାକୁ ଗଲେ ଅନେକ ଜାଗା ଅଛି ଯୋଉଠିକି ଖରାଦିନେ ମଧ୍ୟ ଯାଇ ପହଞ୍ଚିବା ବଡ କଷ୍ଟ। ତେଣୁ ଓଡିଶା ଭଳି ରାଜ୍ୟ ପାଇଁ MGNREGA ଆବଶ୍ୟକତା ବହୁତ ଅଛି। ଏଇଥିପାଇଁ ଯେ ଅନ୍ତତଃ ଜଣେ ଶ୍ରମିକ ଦାବି କରିପାରିବ ମତେ କାମ ଦିଅ, ନହେଲେ ବାଧ୍ୟ ହଉଛି ସେ ଯିବା ପାଇଁ ବାହାରକୁ, ଓଡିଶା ବାହାରକୁ ଯିବା ପାଇଁ। ସେଇ ପ୍ରୋଭିଜନ ଟା ଏଥିରେ ଯୋଉ ନୂଆ ଜି ରାମଜି ସ୍କିମ ରେ ସେଇ ପ୍ରୋଭିଜନ ଟାକୁ ଉଠେଇ ଦିଆଯାଇଛି ଏବଂ ବଜେଟ ଯେତିକି ଆସିବ ସେଣ୍ଟ୍ରାଲାଇଜ ବଜେଟ ହେଇଯାଇଛି। ବଜେଟ ଯେତିକି ଆସିବ, ଯୋଉ ପ୍ରୋଜେକ୍ଟ ପାଇଁ ଯେତିକି ଟଙ୍କା ମଞ୍ଜୁର ହେଇଥିବ ସେତିକିରେ ଯେତିକି ଶ୍ରମିକ ହେଲେ ଯେତିକି ଦିନ କାମ କରିପାରିଲେ। ତେଣୁ କଂଗ୍ରେସ ଦଳ, ମୁଁ ସେୟା କହିଲି ଯେ ଯୋଉ କାରଣକୁ ନେଇକିରି, ଗୋଟେ କାରଣ ହେଇପାରେ ଯାହା ସେ କଂଗ୍ରେସ ଦଳ ପକ୍ଷରୁ କୁହାଯାଉଛି ଯେ ଗାନ୍ଧୀ ନାଁକୁ ବଦଳେଇକିରି କାହିଁକି ରାମଙ୍କ ନାଁ ପୁରେଇଛ ତା ଦେହରେ। ରାମଙ୍କ ପ୍ରତି ଯେ ଅସମ୍ମାନ କରାହଉଛି ତା ନୁହେଁ, କିନ୍ତୁ ଗାନ୍ଧୀ ତ ପୁଣି ଏ ଦେଶର ପିତା, ତାଙ୍କ ନାଁରେ ଯଦି ଗୋଟେ ସ୍କିମ ହେଇଥିଲା ତାକୁ ବଦଳେଇବାର କଣ ଦରକାର ଥିଲା। ତେଣୁ କଂଗ୍ରେସର ଯୁକ୍ତି, କଂଗ୍ରେସ ଯାହା କିଛି କହୁଛି ସବୁ ଯେ ଯୁକ୍ତିହୀନ ସେ କଥା କହିବାଟା ଭୁଲ ହବ। କିନ୍ତୁ ସେଇଥିଲାଗି ମୁଁ କହିଲି ଯେ କଂଗ୍ରେସ ଏହାକୁ ବ୍ୟବହାର କରିକିରି ଏଇ କାରଣକୁ ଦର୍ଶେଇକିରି ଦେଶ ସାରା କେତେ ଜନମତ ସୃଷ୍ଟି କରିପାରିବ ତା କଂଗ୍ରେସ ଉପରେ ନିର୍ଭର କରେ। କିନ୍ତୁ ତାଙ୍କ କଥା ଯେ ସମ୍ପୂର୍ଣ୍ଣ ଭୁଲ ଏକଥା କହିବା ଠିକ ହବନି। ତେଣୁ ବର୍ତ୍ତମାନ ଅନ୍ତତଃ ସରକାର ଦେଖିବେ ୟାକୁ ଯେତେବେଳେ କାର୍ଯ୍ୟକାରୀ କରାଯିବ, ୟା ଭିତରେ ପାର୍ଲାମେଣ୍ଟରେ ବିଲ୍ ପାସ୍ ହେଲା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଛି। ତେଣୁ ମୋଟାମୋଟି ଭାବରେ ଏଇ ଆଇନରେ ପରିଣତ ହେଇ ସାରିଲାଣି। ତେଣୁ ୟା ପରେ ଆପଣ ଦେଖିବେ ଏଇ ସ୍କିମ କେମିତି କାର୍ଯ୍ୟକାରୀ ହଉଛି, କୋଉ କୋଉ ପ୍ରୋଜେକ୍ଟ ସେଣ୍ଟ୍ରାଲ ଗଭର୍ଣମେଣ୍ଟ କୋଉ ପ୍ରୋଜେକ୍ଟକୁ କେତେ ଅଗ୍ରାଧିକାର ଭିତ୍ତିରେ ମଞ୍ଜୁରୀ ଦଉଛି ଏବଂ କୋଉ କୋଉ ପ୍ରୋଜେକ୍ଟ ପାଇଁ କେତେ ଟଙ୍କା ଦଉଛି, ସେଥିରେ ଶ୍ରମିକ ମାନଙ୍କୁ କିଭଳି ଭାବରେ ନିୟୋଜିତ କରାହଉଛି, ସେମାନେ କିଭଳି ଲାଭବାନ ହଉଛନ୍ତି ୟା ଦ୍ୱାରା ନୂଆ ସ୍କିମ ଦ୍ୱାରା। ସରକାର ଅବଶ୍ୟ ସ୍ୱଚ୍ଛତା ଅବଲମ୍ବନ କରିବା ପାଇଁ ଆଧାରକୁ ଆଇଡେଣ୍ଟିଫିକେସନ କରିବା ପାଇଁ ଆଧାର ବେସ୍ଡ ଆଟେଣ୍ଡାନ୍ସ ଯାହା କୁହାଯାଉଛି, ଆପଣ ଯଦି କାମ କରିଛନ୍ତି ଆଧାର ନମ୍ବର ସହିତ ସବୁ ତା ଦେହରେ ରହିବ, ଖାତାରେ ଉଲ୍ଲେଖ ରହିବ। ତେଣୁ ସ୍ୱଚ୍ଛତା ଅବଲମ୍ବନ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଥାଇ ପାରନ୍ତି, କିନ୍ତୁ ପ୍ରକୃତରେ ଇଏ କେତେ ଭଲ ଭାବରେ କାର୍ଯ୍ୟକାରୀ ହେଇପାରୁଛି ଏବଂ ବିଶେଷ କରି ଯୋଉ ଲକ୍ଷ୍ୟରେ ଏଇଟା କରାଯାଇଛି, ସେ MGNREGA ହଉ ବା ଜି ରାମଜି ହଉ, ମୂଳ ଲକ୍ଷ୍ୟ ତ ହେଲା ଶ୍ରମିକ ମାନଙ୍କୁ କାମ ଦବା। ପ୍ରକୃତିରେ ନୂଆ ନିୟମରେ କେତେ ଶ୍ରମିକ ମାନେ ଲାଭବାନ ହଉଛନ୍ତି, କେମିତି କାମ କରିବାକୁ ସୁଯୋଗ ପାଉଛନ୍ତି, ତାହା ଯେତେବେଳେ ଦେଖାଯିବ ସେତେବେଳେ ଜଣା ପଡିବ ଯେ ପ୍ରକୃତରେ ଏଇ ପରିବର୍ତ୍ତନ ଭଲକୁ ହେଇଛି ନା ଭେଲକୁ ହେଇଛି।